बस धक्कारे साइकेल आरोहीଙ୍କ मृत्यु। रास्ता संप्रसारण ପାଇଁ ଯାଉଛି ଅନେକ ନିରୀହ ଲୋକଙ୍କ ଜୀବନ। ନେତା ହେଉଛନ୍ତି ମାଲେମାଲ, ପରିବାର ହେଉଛି ବରବାଦ। ମୟୂରଭଞ୍ଜ ଜିଲ୍ଲା 220 ନମ୍ବର ଜାତୀୟ ରାଜପଥର ରାଇରଙ୍ଗପୁର ଅନ୍ତର୍ଗତ ରାଣୀବନ୍ଧ ନିକଟରେ ଆଜି ସନ୍ଧ୍ୟା ସମୟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାଇରଙ୍ଗପୁର ଅଞ୍ଚଳର ପଡ଼ାଡିହା ଗ୍ରାମର ସୁରସିଂ ବଜାର କାମ ସାରି ଘରକୁ ଯାଉଥିବା ସମୟରେ ରାଇରଙ୍ଗପୁର ଅନ୍ତର୍ଗତ ରାଣୀବନ୍ଧ ନିକଟରେ ଘଟଗାଁରୁ ତିରିଙ୍ଗ ଅଭିମୁଖେ ଯାଉଥିବା ଗାଡ଼ି ନମ୍ବର OR09N7307 ସଦାଶିବ ନାମକ ଯାତ୍ରୀବାହୀ ବସ୍ଟି ସ୍ୱର୍ଗତ ମଧୁ ସିଂଙ୍କ ପୁଅ ସୁରସିଂଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 220 ନମ୍ବର ଜାତୀୟ ରାଜପଥକୁ ସ୍ଥାନୀୟ ଲୋକେ ଅବରୋଧ କରିଥିବା ବେଳେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ସୂଚନା। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ।